ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ ନମସ୍କାର। କ'ଣ ପରମେଶ୍ୱର ଆମର ପ୍ରାର୍ଥନାର ଉତ୍ତର ଦିଅନ୍ତି କି? ଯେ କୌଣସି ମଣିଷ ଜୀବନରେ କେବେ ନା କେବେ ଏମିତି ସମୟ ଆସେ ଯେବେ ସେ ବହୁତ ଦୁଃଖିତ ଓ ନିରାଶ ହୋଇପଡ଼େ। ଠିକ୍ ସେହି ସମୟରେ ଅନ୍ୟମାନଙ୍କ ଠାରୁ ସାହାଯ୍ୟ ପାଇବାର ଆଶା ସେ ଛାଡ଼ିଦିଏ, ଆଉ ସେ ଉପରକୁ ଦେଖି ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରେ। ଆପଣମାନେ ଭାବୁଥିବେ, କ'ଣ ପରମେଶ୍ୱର ସତରେ ଆମର ପ୍ରାର୍ଥନା ଶୁଣନ୍ତି? କ'ଣ ସେ ଆମ୍ଭ ପ୍ରାର୍ଥନାର ଉତ୍ତର ଦିଅନ୍ତି? ଆପଣମାନଙ୍କ ପ୍ରଶ୍ନର ଉତ୍ତର ଏହା ଅଟେ, ହଁ, ପରମେଶ୍ୱର ଆମର ପ୍ରାର୍ଥନା ଶୁଣନ୍ତି ଆଉ ଉତ୍ତର ମଧ୍ୟ ଦିଅନ୍ତି। ଆମ୍ଭେ ପ୍ରାର୍ଥନା କହିଲେ କ'ଣ ବୁଝୁ? ପ୍ରାର୍ଥନା କୌଣସି ଯାଦୁ ନୁହେଁ, ଏହା ଈଶ୍ୱରଙ୍କ ସହିତ କଥାବାର୍ତ୍ତା କରିବାର ଗୋଟେ ମାଧ୍ୟମ। ଯେତେବେଳେ ଆମ୍ଭେ ପ୍ରାର୍ଥନା କରି କହୁ, ଧନ୍ୟବାଦ ପିତା ପରମେଶ୍ୱର, ତୁମ୍ଭେ ଆମକୁ ଜୀବିତମାନଙ୍କ ମଧ୍ୟରେ ଗଣନା କରି ରଖିଅଛ। ତୁମ୍ଭେ ଆମକୁ ଅନେକ ଆପଦ ବିପଦରୁ, ଅନେକ ସମସ୍ୟାରୁ ଉଦ୍ଧାର କରି ସୁରକ୍ଷିତ ରଖିଛ। ଏପରି କହିଥାଉ। ପ୍ରାର୍ଥନା କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ବା ଭାଷାର ଆବଶ୍ୟକ ନାହିଁ। ପରମେଶ୍ୱର ସବୁ ପ୍ରକାର ଭାଷା ବୁଝନ୍ତି, ତାହା ଓଡ଼ିଆ ହେଉ କି ହିନ୍ଦୀ ବା ଇଂରାଜୀ ହେଉ। ପରମେଶ୍ୱର ଆମର ସବୁ ପ୍ରାର୍ଥନା ଶୁଣନ୍ତି। ବାଇବେଲ କୁହେ, ପରମେଶ୍ୱର ଧାର୍ମିକର ପ୍ରାର୍ଥନା ଶୁଣନ୍ତି। ପରମେଶ୍ୱର ଆମର ଶବ୍ଦ ସହିତ ଆମର ହୃଦୟର ଭାବନାକୁ ମଧ୍ୟ ବୁଝନ୍ତି। ଆମ୍ଭେ କେବେ କେବେ କ୍ରନ୍ଦନ କରି କହିଥାଉ, କିଛି କହିପାରିନଥାଉ, ମାତ୍ର ପରମେଶ୍ୱର ଆମର ହୃଦୟର କଷ୍ଟକୁ ବୁଝନ୍ତି। ସେ ସବୁ କିଛି ଜାଣନ୍ତି, କାହିଁକି ନା ସେ ଆମର ସତ୍ୟ ପିତା ଅଟନ୍ତି। ଯେବେ ଆମର ପ୍ରାର୍ଥନା ତାଙ୍କର ଇଚ୍ଛା ଅନୁସାରେ ହୁଏ, ତେବେ ସେ ଯେମିତି ହାନା ନାମକ ସ୍ତ୍ରୀକୁ ପୁଅ ଦେଲେ, ଠିକ୍ ସେମିତି ପରମେଶ୍ୱର ତାଙ୍କ ଉତ୍ତରରେ ସାମୁଏଲ ନାମକ ପୁତ୍ର ଦେଲେ। ଆଉ ଗୋଟେ ବିଷୟ ଦେଖନ୍ତୁ, ଯେବେ ଅବ୍ରାହମ ଓ ସାରାଙ୍କ ବିଷୟରେ ଟିକେ ଭାବନ୍ତୁ। ତାଙ୍କୁ ବିଳମ୍ବରେ ହେଉ ପଛେ ପରମେଶ୍ୱର ତାଙ୍କର ପ୍ରତିଜ୍ଞା ପୂରା କଲେ। ଆଉ ତୃତୀୟ ବିଷୟ ଦେଖନ୍ତୁ, କେବେ କେବେ ଆମ୍ଭେ ଯାହା ମାଗିଥାଉ, ମାତ୍ର ତାହା ଠିକ୍ ସମୟରେ ପାଇନଥାଉ, ବା ପରମେଶ୍ୱର ଆମର ପ୍ରାର୍ଥନାର ଉତ୍ତର ଟିକେ ବିଳମ୍ବରେ ଦେଇଥାନ୍ତି। ସେଥିପାଇଁ ଆମକୁ ଟିକେ ଅପେକ୍ଷା କରିବାକୁ ପଡ଼ିଥାଏ। ଯେମିତି ଗୋଟେ ଛୋଟ ଛୁଆ ନିଆଁରେ ହାତ ଦେବା ପାଇଁ ଚାହୁଁଥାଏ, ତା ମା ବାପା ତାଙ୍କୁ ଅଟକାଇ ଦିଅନ୍ତି, କାହିଁକି ନା ନିଆଁରେ ହାତ ଦେଲେ ତାର କ୍ଷତି ହେବ। ଠିକ୍ ସେହିପରି ପରମେଶ୍ୱର ଆମର ପ୍ରାର୍ଥନାର ଉତ୍ତର ମଧ୍ୟ ଭଲ ପାଇଁ ଉତ୍ତର ଦିଅନ୍ତି। ସେଥିପାଇଁ ପ୍ରାର୍ଥନାର ଉତ୍ତରରେ ବିଳମ୍ବ ହେଲେ ଆମ୍ଭେ ନିରାଶ ହେବା ନାହିଁ। ଆପଣମାନେ ଚାହୁଁଛନ୍ତି କି ପରମେଶ୍ୱର ଆପଣଙ୍କର ପ୍ରାର୍ଥନା ଶୁଣନ୍ତୁ ବୋଲି? ତାହେଲେ କେତୋଟି ବିଷୟ ମନେ ରଖନ୍ତୁ। ବିଶ୍ୱାସର ସହିତ କରାଯାଇଥିବା ପ୍ରାର୍ଥନା। ଆମ୍ଭକୁ ବିଶ୍ୱାସ ରଖିବା ଉଚିତ, ପରମେଶ୍ୱର ଆମର ପ୍ରାର୍ଥନା ଶୁଣୁଅଛନ୍ତି। ବିନା ବିଶ୍ୱାସରେ ପ୍ରାର୍ଥନା ଅଧୁରା ଅଟେ। ଆଉ ଦ୍ୱିତୀୟ ବିଷୟ, ଧୈର୍ଯ୍ୟର ସହିତ ପ୍ରାର୍ଥନା। ପରମେଶ୍ୱର ଆପଣାର ଠିକ୍ ସମୟରେ ଉତ୍ତର ଦେବେ। ଆମେ ଧୈର୍ଯ୍ୟ ସହିତ ପ୍ରାର୍ଥନାରେ ସ୍ଥିର ରହିବା ଆବଶ୍ୟକ ଅଟେ। ତୃତୀୟ ବିଷୟ ହେଲା ଧନ୍ୟବାଦର ସହିତ ପ୍ରାର୍ଥନା। ଧନ୍ୟବାଦର ସହିତ ପ୍ରାର୍ଥନା କରିବା ଉଚିତ। ପ୍ରାର୍ଥନାର ମାନେ ଖାଲି ମାଗିବା ନୁହେଁ, ଧନ୍ୟବାଦ ଦେବା ଉଚିତ। ସେ ଆମକୁ ସୁଖରେ ରଖିଅଛନ୍ତି, ସୁରକ୍ଷିତ ରଖିଅଛନ୍ତି, ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେବା, ତାଙ୍କର ପ୍ରଶଂସା କରିବା। ଚତୁର୍ଥ ନମ୍ବର, ପବିତ୍ର ହୃଦୟରେ ପ୍ରାର୍ଥନା କରିବା। ଆଉ ଆମ ମନରେ କାହା ପାଇଁ ଯଦି ରାଗ ଅଭିମାନ ରହିଥାଏ, ତେବେ ଆମର ପ୍ରାର୍ଥନା ଦୁର୍ବଳ ହୋଇଯାଏ। ସେଥିପାଇଁ ପ୍ରଥମେ ଅନ୍ୟମାନଙ୍କୁ କ୍ଷମା ଦେବା, ଆଉ ତାପରେ ପ୍ରାର୍ଥନା କରିବା। ବହୁତ ଥର ଆମେ ଭାବୁ, ମୁଁ ପ୍ରତ୍ୟେକ ଦିନ ପ୍ରାର୍ଥନା କରୁଛି, ହେଲେ ମଧ୍ୟ ମୋର ପରମେଶ୍ୱର ଉତ୍ତର ଦେଉନାହାନ୍ତି। ମାତ୍ର ଥରେ ଭାବ, ପରମେଶ୍ୱର ଉତ୍ତର ଦିଅନ୍ତି, ମାତ୍ର ଆମେ ବୁଝିପାରି ନଥାଉ। ବାଇବେଲ ଅନୁସାରେ ଦେଖିବାକୁ ଗଲେ, ଯୋସେଫ ନାମକ ବ୍ୟକ୍ତିଙ୍କୁ ତାଙ୍କର ଭାଇମାନେ ବିକ୍ରି କରିଦେଲେ ପଟିଫର ନାମକ ଜଣେ ଲୋକଙ୍କ ହାତରେ। ପଟିଫରର ସ୍ତ୍ରୀ ତାଙ୍କୁ ଫସାଇବାକୁ ଚେଷ୍ଟା କଲା, ଆଉ ତାଙ୍କୁ ଜେଲ ମଧ୍ୟ ହେଲା। ମାତ୍ର ସେ ପ୍ରାର୍ଥନା କରିବା ଛାଡ଼ି ନଥିଲେ। ଶେଷରେ ପରମେଶ୍ୱର ତାଙ୍କୁ ମିଶର ଦେଶର ଅଧିକାର ଦେଲେ ଏବଂ ପ୍ରଦାନ କଲେ। ପ୍ରାର୍ଥନା କରିବା ଦ୍ୱାରା ଆମେ ନିଜେ ମଧ୍ୟ ପରିବର୍ତ୍ତନ ହୋଇଥାଉ। ଯେବେ ଆମ୍ଭେ ପ୍ରତ୍ୟେକ ଦିନ ପ୍ରାର୍ଥନା କରୁ, ସକାଳେ ଉଠି ବା ରାତି ଶୋଇବା ପୂର୍ବେ, ତ ଆମର ହୃଦୟକୁ ଶାନ୍ତି ମିଳିଥାଏ।
ଆମେ କ୍ରୋଧ କରିବାରେ ମଧ୍ୟ ଶାନ୍ତ ରହିବା ଶିଖିଥାଉ। ଆମ୍ଭେ ଅନ୍ୟମାନଙ୍କୁ ପ୍ରେମ କରିବା ଶିଖିଥାଉ। ଆଜିର ଦୁନିଆରେ ସମସ୍ତଙ୍କ ପାଖରେ ସମୟ ନାହିଁ। ସମସ୍ତେ ବ୍ୟତିବ୍ୟସ୍ତ ଅଟନ୍ତି ନିଜର କାର୍ଯ୍ୟକୁ ନେଇ। ସେଥିମଧ୍ୟରୁ ସମୟ ବାହାର କରି ଆମକୁ ପ୍ରାର୍ଥନା କରିବା ଦରକାର। ତେବେ ସେ ଆମର ପ୍ରାର୍ଥନା ଶୁଣିବେ ଓ ଉତ୍ତର ମଧ୍ୟ ଦେବେ। ବାଇବେଲରେ ଲେଖାଯାଏ, ଯିଏ ସଦାପ୍ରଭୁଙ୍କ ଠାରେ ଭରସା ରଖେ ସେ କେବେ ଲଜ୍ଜିତ ହେବ ନାହିଁ। ଧନ୍ୟବାଦ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ।